ରୁବି କହିବେ, ତୁ ବି ଆଦର୍ଶ, ଯୋଉ ଥାଳିରେ ଖାଉଛୁ ସେଇ ଥାଳିରେ ଗୋଇଠା ମାରୁଛୁ। ମାୟା ତତେ ପୁଅ କରି ରଖିଲା। ଦରକାର ଥାଉ କି ନଥାଉ ତୋର ସବୁ ସୁବିଧାକୁ ତୋର ଗୋଡ଼ ତଳେ ଯୋଗାଇ ଦେଲା। ଆଉ ତୁ ଯେତେବେଳେ ନିଜ ଗୋଡ଼ରେ ଠିଆ ହେଇ ଶିଖିଲୁ ସେତେବେଳେ ମାୟାକୁ ଛାଡ଼ି ସ୍ତ୍ରୀକୁ ନିଜର କରୁଛୁ। ପୁଣି ପାଖକୁ ଆସି କହିବେ, ଯେତେବେଳେ ମୁଁ ତତେ ତୁ ମାୟାର ନିଜ ରକ୍ତର ନୁହଁ ବୋଲି କହିଥିଲି ସେତେବେଳେ ସମସ୍ତଙ୍କୁ ମୋ କଥା ଖରାପ ଲାଗିଥିଲା, ତତେ ବି। କିନ୍ତୁ ତୁ ଯଦି ସତକୁ ସତ ମାୟାକୁ ନିଜ ମା ବୋଲି ମାନୁଥାନ୍ତୁ ତାହେଲେ କେବେ ବି ତା ମନରେ କଷ୍ଟ ଦେଇନଥାନ୍ତୁ। କିନ୍ତୁ ତୁ ଏତେ ତଳକୁ ଖସିଯିବୁ ଆଉ ମାୟାର ସବୁ ଉପକାରକୁ ଭୁଲିଯିବୁ ଏ କଥା କେବେ ବି ଚିନ୍ତା କରିନଥିଲି। ତାପରେ ଆଦର୍ଶ କହିବେ, ରୁବି ମାଉସୀ, ବାପା ଆଉ ମୁଁ 2 ଜଣ ଯାକ ତମକୁ ଗୋଟେ କଥା କହିଥିଲୁ, ମନେ ଅଛି? ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ପୁଣି ଆଦର୍ଶ କହିବେ, ତମେ ନିଜ କଥାରେ ଧ୍ୟାନ ଦିଅ। ଆମ ଘରର କୌଣସି ମାମଲାରେ ଇଣ୍ଟରଫିୟର କରିବନି। ଆଉ ଯଦି ସେତିକି ନ କରିପାରୁଛ ତାହେଲେ ଚୁପଚାପ ନିଜ ଲଗେଜ ପ୍ୟାକ୍ କରି ଏ ଘରୁ ସିଧା ଚାଲିଯିବ। ଏ କଥା କ'ଣ ଭୁଲିଗଲଣି? ତାପରେ ରୁବି କହିବେ, ମୁଁ ବିଲକୁଲ କୌଣସି କଥା ଭୁଲିନି ଆଦର୍ଶ। ମୋର ବି ଏ ଘରେ ପଡ଼ି ରହିବାକୁ ଆଦୌ ଇଚ୍ଛା ନାହିଁ। କିନ୍ତୁ ତମେ 2 ଜଣ ଯାକ ମାୟାର ଯୋଉ ଅବସ୍ଥା କରିସାରିଲଣି, ମୁଁ ଏ ଘରୁ ଯିବାର ଦୂରର କଥା ଏଠୁ ମୁଁ ପାଦେ ବି ଘୁଞ୍ଚିବିନି ମଧ୍ୟ। ମୋ ଭଉଣୀ ମାୟା ଏଠି ପୁରାପୁରି ଏକା ହେଇଯାଇଛି। ତେଣୁ ପୁରା ଦୁନିଆ ପଛେ ଓଲଟ ପାଲଟ ହେଇଯାଉ ମୁଁ କିନ୍ତୁ ମାୟାର ସାଥ କେବେ ବି ଛାଡ଼ିବିନି, କେବେ ବି ନୁହେଁ। ଆଉ କହିବେ, କାରଣ ତୋ ଭଳି କୃତଘ୍ନ ମୁଁ କେବେ ବି ନୁହେଁ। ତାପରେ ରୁବି ସେଠାରୁ ଚାଲିଯିବେ। ତାପରେ ପଲ୍ଲବୀ କହିବେ, ମନ ଦୁଃଖ କରନି ଆଦର୍ଶ। ରୁବି ମାଉସୀଙ୍କ ଇଚ୍ଛା ଅନୁସାରେ କୌଣସି କାମ ହଉନି ସେଇଥିପାଇଁ ସେ ରାଗ ଆଉ ହରଦାସ ହଉଛନ୍ତି। ତମେ ତାଙ୍କ କଥା ଦେହକୁ ନିଅନି। ତମେ ମୋତେ ସପୋର୍ଟ କର, କିନ୍ତୁ ମାମାଙ୍କ ମନରେ କଷ୍ଟ ଦିଅନି। ତମେ ଯାଅ, ତାଙ୍କ ସହିତ କଥା ହୁଅ, ତାଙ୍କ ହୃଦୟକୁ ଜିତିବାକୁ ଚେଷ୍ଟା କର। ସିଏ ତମକୁ ବହୁତ ଭଲ ପାଆନ୍ତି। ତାଙ୍କ ପାଖରୁ ତାଙ୍କ ପୁଅକୁ ମୁଁ ଛଡ଼େଇ ଆଣିବା ପାଇଁ ଚାହୁଁନି। ପ୍ଲିଜ୍ ତମେ ଯାଅ। ତାପରେ ଆଦର୍ଶ କହିବେ, ଠିକ୍ ଅଛି, ମୁଁ ମାଙ୍କ ସହିତ କଥା ହେବି। କିନ୍ତୁ ତା ପୂର୍ବରୁ ମୋ ପାଖରେ କନେଷ୍ଟବଳ କରପ୍ଟେଡର ଯୋଉ ଭିଡ଼ିଓ ଅଛି ମୁଁ ତାକୁ ଫାଷ୍ଟ ଅପଲୋଡ କରିବି। ତାପରେ ସାରା ଦୁନିଆ ଜାଣିବ ଯେ ମୋ ସ୍ତ୍ରୀ ନିର୍ଦ୍ଦୋଷ। ତାପରେ ଯାଇ ସବୁ। ଆଉ କହିବେ, ମୁଁ ଅଫିସ ଯିବା ପୂର୍ବରୁ ମାଙ୍କ ସହିତ କଥା ହେଇଯିବି। ଓକେ? ଆଉ ଏପଟେ ଗୌରବ ରିମଝିମକୁ କହିବେ, ରିମଝିମ, ତମକୁ ଜବ୍ ମିଳିଲା, କିନ୍ତୁ ତମେ ବାପାଙ୍କୁ ଜଣେଇଲ, ମୋତେ ଟିକେ ଜଣେଇ ପାରିଲନି। ତାପରେ ରିମଝିମ କହିବେ, ନାଇଁ ମାନେ ମୁଁ ତମ 2 ଜଣଙ୍କୁ ଏକା ସାଙ୍ଗରେ ଜଣେଇବାକୁ ଚାହୁଁଥିଲି। କିନ୍ତୁ ତାପରେ ବିନୋଦ କହିବେ, ଆରେ ଗୌରବ ଛାଡ଼, ବୋଧହୁଏ ସିଏ ତତେ ଏକୁଟିଆ ଜଣେଇ ସରପ୍ରାଇଜ ଦେଇଥାନ୍ତା। ମୁଁ ହିଁ ଗଡ଼ବଡ଼ କରିଦେଲି। ତାପରେ ରିମଝିମ କହିବେ, ହଁ। ତାପରେ ପୁଣି ବିନୋଦ କହିବେ, ଦେଖିଲୁ ତ, ବେକାରଟାରେ ବିଚାରୀକୁ ଡରେଇ ଦେଲୁ। ପୁଣି କହିବେ, ଆଚ୍ଛା ରିମଝିମ, ତତେ ଜବ୍ କୋଉଠି ମିଳିଲା? କମ୍ପାନୀର ନାଁ କ'ଣ? ତାପରେ ରିମଝିମ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ରିମଝିମ କ'ଣ କମ୍ପାନୀର ନାଁ କହିବେ କି? ଆମକୁ କମେଣ୍ଟ ମାଧ୍ୟମରେ ୟେସ୍ ଓର୍ ନୋ ଲେଖି ଜଣାନ୍ତୁ।